ଭାବନ୍ତୁ ବର୍ଷ ବର୍ଷ ଧରି ଯେଉଁ ଘରେ ଆପଣ ରହୁଥିଲେ ହଠାତ୍ ଦିନେ ସରକାରୀ ଗାଡି ଆସିଲା, ଅଧିକାରୀ ମାନେ କହିଲେ ଏହି ଜାଗା ସରକାରୀ ଜମି, ଏଠାରୁ ଘର ଖାଲି କରନ୍ତୁ। ଆଉ କିଛି ସମୟ ପରେ ଆପଣଙ୍କର ଘର ଭାଙ୍ଗି ଦିଆଗଲା। ତେବେ ପ୍ରଶ୍ନ ହେଉଛି, ଘର ଭାଙ୍ଗିଗଲା ପରେ ସେହି ପରିବାର କେଉଁଠିକି ଯିବେ? ସରକାର ନୂଆ ଜମି ଦେବେ କି? କ୍ଷତିପୂରଣ ମିଳିବ କି? ଆଉ ସବୁଠାରୁ ବଡ ପ୍ରଶ୍ନ, ଯଦି ଆପଣଙ୍କ ଘର ଉଚ୍ଛେଦ କରାଯାଇଛି ତେବେ ଏବେ ଆପଣ କଣ କରିବେ? ଆଜିର ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଏହି ଭିଡିଓରେ ଆମେ କଥା ହେବା ଜବରଦଖଲ ଉଚ୍ଛେଦ ପରେ ଆପଣଙ୍କ ଆଗରେ କେଉଁ କେଉଁ ରାସ୍ତା ରହିଛି, କେଉଁ କାର୍ଯ୍ୟାଳୟକୁ ଯିବେ, କେଉଁ ଡକୁମେଣ୍ଟ ସାଙ୍ଗରେ ନେବେ, ଭୂମିହୀନ ପରିବାର ପାଇଁ ବସୁନ୍ଧରା ଭଳି ବ୍ୟବସ୍ଥା କଣ? ଆଉ ଯଦି ଆପଣ ଭାବୁଛନ୍ତି ମୋ ଘର ଭାଙ୍ଗିଦେଲେ ଏବେ ମୁଁ କିଛି କରିପାରିବି ନାହିଁ, ତେବେ ଏହି ଭିଡିଓଟି ଆପଣଙ୍କ ପାଇଁ। ପାର୍ଟ 1, ପ୍ରଥମେ ବୁଝନ୍ତୁ ଜବରଦଖଲ କଣ। ସବୁଠାରୁ ପ୍ରଥମେ ଗୋଟିଏ କଥା ସ୍ପଷ୍ଟ କରିବା ଦରକାର, କୌଣସି ଜାଗାରେ ବହୁ ବର୍ଷ ଧରି ରହି ଆସୁଛନ୍ତି ବୋଲି ସେହି ଜାଗା ଆପଣଙ୍କ ନାମରେ ହୋଇଯାଏ ନାହିଁ। ଜମିଟି କାହା ନାମରେ ରେକର୍ଡ ହୋଇଛି, ତାହାର କିସମ କଣ, ସେହି ଜମି ସରକାରୀ କି ନା ବ୍ୟକ୍ତିଗତ ନା ଅନ୍ୟ କୌଣସି ପବ୍ଲିକ ପ୍ରପୋଜ ପାଇଁ ରିଜର୍ଭ ଅଛି, ଏହା ଜାଣିବା ଅତ୍ୟନ୍ତ ଜରୁରୀ। ଓଡ଼ିଶାରେ ସରକାରୀ ଜମି ଅନଧିକୃତ ଦଖଲ ସମ୍ପର୍କରେ ଓଡ଼ିଶା ପ୍ରିଭେନ୍ସନ ଅଫ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ 1972 ଅର୍ଥାତ OPL ଆକ୍ଟ ଲାଗୁ ହୁଏ। ଏହି ଆଇନ ଅନୁସାରେ ଉଚ୍ଛେଦ ପାଇଁ ନୋଟିସ ଓ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ତେଣୁ ମୋ ଘର 20 ବର୍ଷ ହେଲା କିମ୍ବା ମୁଁ ଏଠାରେ ଜନ୍ମ ହୋଇଛି, ଏହା ନିଜ ଜମିର ମାଲିକାନାର ପ୍ରମାଣ ନୁହେଁ। ପାର୍ଟ 2, ଉଚ୍ଛେଦ ପୂର୍ବରୁ ନୋଟିସ ଆସିଲେ କଣ କରିବେ? ଏବେ ଆସୁଛି ସବୁଠାରୁ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଯଦି ଆପଣଙ୍କୁ ଏନକ୍ରୋଚମେଣ୍ଟ ଏଭିକ୍ସନ ନୋଟିସ ମିଳିଛି, ତାହାକୁ ଅଣଦେଖା କରନ୍ତୁ ନାହିଁ। ଘର ଭାଙ୍ଗିବା ଦିନ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ। ନୋଟିସରେ ଜମିର ପ୍ଲଟ ନମ୍ବର, ଖାତା ନମ୍ବର, ଜମିର କିସମ, କେଉଁ ଆଇନ ଆଧାରରେ ନୋଟିସ କେବେ ଉପସ୍ଥିତ ହେବାକୁ କୁହାଯାଇଛି, କେଉଁ ଅଧିକାରୀ ନୋଟିସ ଦେଇଛନ୍ତି, ଏସବୁ ଯାଞ୍ଚ କରନ୍ତୁ। OPL ଆକ୍ଟରେ ଅନଧିକୃତ ଦଖଲ ମାମଲାରେ ନୋଟିସ ଓ ଏଭିକ୍ସନ ପାଇଁ ବିହିତ ଆଇନଗତ ପ୍ରକ୍ରିୟା ରହିଛି। ଆଇନରେ ରିଜନେବଲ ନୋଟିସର ବ୍ୟବସ୍ଥା ମଧ୍ୟ ରହିଛି। ତେଣୁ ନୋଟିସ ମିଳିଲେ ମୋର କିଛି ହେବ ନାହିଁ ବୋଲି ଭାବି ଚୁପ୍ ରୁହନ୍ତୁ ନାହିଁ। ନିଜର ଲ୍ୟାଣ୍ଡ ରେକର୍ଡ ଯାଞ୍ଚ କରନ୍ତୁ। ଆପଣଙ୍କ ପାଖରେ କୌଣସି ଲିଜ ଡକୁମେଣ୍ଟ ଅଛି କି, ଆପଣଙ୍କର ପଟ୍ଟା ଅଛି କି, ଆପଣଙ୍କର ରେକର୍ଡ ଅଫ ରାଇଟ ଅଛି କି, ସେଟଲମେଣ୍ଟ ଡକୁମେଣ୍ଟ କିଛି ଅଛି କି, କିମ୍ବା କୋର୍ଟର କୌଣସି ଅର୍ଡର ଅଛି କି, କୌଣସି ଗଭର୍ଣମେଣ୍ଟ ଆଲଟମେଣ୍ଟ ଡକୁମେଣ୍ଟ ଅଛି କି, ଏସବୁ ଏକାଠି କରନ୍ତୁ। ପାର୍ଟ 3, ଯଦି ଆପଣଙ୍କର ସତରେ ଜମି ଉପରେ ଅଧିକାର ଅଛି, ଏବେ ଧରନ୍ତୁ ଆପଣଙ୍କ ଘରକୁ ଏନକ୍ରୋଚମେଣ୍ଟ ବୋଲି ଦର୍ଶାଯାଇଛି, କିନ୍ତୁ ଆପଣଙ୍କ ପାଖରେ ଜମି ସମ୍ପର୍କିତ ଭ୍ୟାଲିଡ ଡକୁମେଣ୍ଟ ଅଛି, ତେବେ କଣ କରିବେ? ପ୍ରଥମ କାମ, ଆପଣଙ୍କ ଜମିର ଅଫିସିଆଲ ରେକର୍ଡକୁ ଯାଞ୍ଚ କରନ୍ତୁ। ଆପଣଙ୍କ ଦାବି ଅନୁଯାୟୀ ଜମିଟି ପ୍ରାଇଭେଟ କି ଗଭର୍ଣମେଣ୍ଟ, ତାହାର ଅଫିସିଆଲ ରେକର୍ଡ ଦେଖନ୍ତୁ। ଦ୍ୱିତୀୟ, ନୋଟିସର ଉତ୍ତର ଦିଅନ୍ତୁ। ତୃତୀୟ, ଆପଣଙ୍କ ଡକୁମେଣ୍ଟସ ଦାଖଲ କରନ୍ତୁ। ଆଉ ଯଦି କମ୍ପିଟେଣ୍ଟ ଅଥରିଟିଙ୍କ ଅର୍ଡର ଆପଣଙ୍କ ବିରୋଧରେ ଯାଏ, ତେବେ ଅପିଲ କିମ୍ବା ରିଭିଜନର ଆଇନଗତ ବ୍ୟବସ୍ଥା ମଧ୍ୟ ରହିଛି। OPL ଆକ୍ଟର ସେକ୍ସନ 12 ଅନୁସାରେ ଅଧିକାରୀ କେଉଁ ଲେବୁଲର ଅର୍ଡର କରିଛନ୍ତି, ତାହା ଅନୁଯାୟୀ ଅପିଲ ଓ ରିଭିଜନର ବ୍ୟବସ୍ଥା ରହିଛି। ପେଣ୍ଡିଂ ଅପିଲ ବା ରିଭିଜନ ସମୟରେ ଏକ୍ଜିକ୍ୟୁସନ ଷ୍ଟେ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଏଠାରେ ଗୋଟିଏ କଥା ବହୁତ ଇମ୍ପୋର୍ଟାଣ୍ଟ, ଅପିଲ କରିବା ମାନେ ଏଭିକ୍ସନ ସ୍ୱୟଂଚାଳିତ ଭାବେ ବନ୍ଦ ହୋଇଗଲା ନୁହେଁ, ଷ୍ଟେ ଅର୍ଡର ଆବଶ୍ୟକ ହୋଇପାରେ। ସେଥିପାଇଁ ଆଇନଗତ ମାମଲା ହେଲେ ଲୋକାଲ ଲୟର କିମ୍ବା ଲିଗାଲ ଏଡ୍ ମାଧ୍ୟମରେ କେସ୍ ଅନୁଯାୟୀ ପରାମର୍ଶ ନିଅନ୍ତୁ। ପାର୍ଟ 4, ଘର ଭାଙ୍ଗିଗଲା ପରେ ଯିବୁ କେଉଁଠିକି? ଏହା ହେଉଛି ଆଜିର ଭିଡିଓର ସବୁଠାରୁ ଇମ୍ପୋର୍ଟାଣ୍ଟ ଅଂଶ। ଯଦି କେହି ପ୍ରକୃତରେ ଗୃହହୀନ, ତେବେ ତାଙ୍କ ପାଇଁ ଓଡ଼ିଶାରେ ଘରଡିହ ବା ହୋମଷ୍ଟେଡ ଲ୍ୟାଣ୍ଡ ଦେବା ପାଇଁ ବ୍ୟବସ୍ଥା ଅଛି। ଏହା ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବସୁନ୍ଧରା ସ୍କିମ୍। ରେଭିନ୍ୟୁ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟର ଅଫିସିଆଲ ଇନଫର୍ମେସନ ଅନୁସାରେ ବସୁନ୍ଧରା ଯୋଜନାର ଉଦ୍ଦେଶ୍ୟ ହେଉଛି ଏଲିଜିବୁଲ ହୋମଷ୍ଟେଡଲେସ୍ ଫ୍ୟାମିଲିକୁ ହାଉସ ସାଇଟ୍ ଦେବା। 2025 ମସିହାରେ ଗଭର୍ଣମେଣ୍ଟ ଲ୍ୟାଣ୍ଡ ସେଟଲମେଣ୍ଟ ରୁଲ୍ସରେ ଆମେଣ୍ଡମେଣ୍ଟ ହୋଇଥିଲା ଏବଂ ହୋମଷ୍ଟେଡଲେସ୍ ପର୍ସନର ଡେଫିନେସନ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଜୁନ 19, 2025ରେ ରେଭିନ୍ୟୁ ଡିପାର୍ଟମେଣ୍ଟର ଲେଟର ରୁରାଲ ଏରିଆର ହୋମଷ୍ଟେଡଲେସ୍ ଫ୍ୟାମିଲିକୁ ଚିହ୍ନଟ କରି ବସୁନ୍ଧରା ଅଧୀନରେ ଆଲଟମେଣ୍ଟ ପାଇଁ ପ୍ରୋସେସ ବିଷୟରେ କୁହାଯାଇଛି। କିନ୍ତୁ ଏଠାରେ ଗୋଟେ ବଡ ମିସଅଣ୍ଡରଷ୍ଟାଣ୍ଡିଂ ଦୂର କରିବା ଦରକାର। ଜବରଦଖଲ ହଟିଗଲା ବୋଲି ପ୍ରତ୍ୟେକ ଲୋକଙ୍କୁ ବସୁନ୍ଧରାରେ ଜାଗା ମିଳିବ, ଏହା ନିଶ୍ଚିତ ନୁହେଁ। ଆପଣ ଏଲିଜିବିଲିଟି କ୍ରାଇଟେରିଆ ପୂରଣ କରୁଛନ୍ତି କି ନାହିଁ, ଆପଣଙ୍କ ପରିବାର ପାଖରେ ଅନ୍ୟ ହୋମଷ୍ଟେଡ ଲ୍ୟାଣ୍ଡ ଅଛି କି ନାହିଁ, ଆପଣଙ୍କ ଇନକମ ଆଉ ଲ୍ୟାଣ୍ଡ ଷ୍ଟାଟସ କଣ, ଏସବୁ ଯାଞ୍ଚ ହେବ। 2026 ମସିହାରେ ଓଡ଼ିଶା ହାଇକୋର୍ଟରେ ଏକ ମାମଲାରେ ମଧ୍ୟ ଏହି ବିଶେଷ ଯୋଗ୍ୟତା ସ୍ପଷ୍ଟ ହୋଇଛି। ସରକାରୀ ଜମିର ପୋସେସନକୁ କେବଳ ଦଖଲ ଥିବା କାରଣରୁ ଲିଗାଲାଇଜ କରାଯାଇ ପାରିବ ନାହିଁ। କିନ୍ତୁ ଯଦି ବ୍ୟକ୍ତି ପ୍ରକୃତରେ ଏଲିଜିବୁଲ ହୋମଷ୍ଟେଡଲେସ୍ ହୁଅନ୍ତି,
तेबे पॉलिसी अनुसार तांको एप्लिकेशन रो विचार करा जिबा उचित। पार्ट 5 वसुंधरा पई केउठी के जिबे जदि आपण रूरल एरिया रे रहउचंती तेबे जबरदखल उच्छेद पर आपण प्रकृत रे होमस्टेलेस होई जाई पारंती। तेबे निजर तहसील ऑफिस किबा रेवेन्यू अथॉरिटी सहित जोगाजोग करंतु सेठी कहंतु मु जबरदखल उच्छेद पर होमस्टेलेस होई जाईछि मु वसुंधरा किबा लागुथिबा गवर्नमेंट हाउसिंग साइड अलॉटमेंट व्यवस्था अधीन एलिजिबल कि नहीं दया कर जांच करंतु। आ सबुठारो इंपोर्टेंट लिखित एप्लिकेशन दियंतु मुहर कही फेरी आसंतु नहीं। एप्लिकेशन रो रिसीविंग कॉपी रखंतु या परे आपनको पाखरे एक ऑफिशियल रिकॉर्ड रहिबो। पार्ट 6 केउ डॉक्यूमेंट नै जिवे एबे आसंतु डॉक्यूमेंट्स कथा आपनको परिस्थिति अनुसार हे डॉक्यूमेंट्स गुडी को प्रस्तुत रखंतु। आधार कार्ड वोटर कार्ड राशन कार्ड फैमिली डिटेल्स इनकम सर्टिफिकेट जदि प्रयोजन हुए रेसिडेंट किबा डोमिसाइल संपर्कित डॉक्यूमेंट पुराना लैंड डॉक्यूमेंट आरओआर किबा पट्टा संपर्कित डॉक्यूमेंट एनक्रोचमेंट नोटिस रो कॉपी एविक्शन ऑर्डर थिले ताहार कॉपी घर भांगिबा पूर्वरु ओ परर फोटोग्राफी और वीडियो